କେମିତି ଅଛ? ଆଜି ଆମେ ଗୋଟେ ଗପ ଶିଖିବା ହେଲା। ଗପ ସହିତ ମୁଁ କିଛିଟା କୋଶ୍ଚିନ୍ କରିବି, ତାର ଉପରେ କଣ ରହିବ ଆନ୍ସର ରହିବ ହେଲା। ଦେଖ କାଲ ବେଙ୍ଗ ଗପଟିର ନାଁ କଣ? ସେଦିନ ଦିନେ ଦୁଇଟି ବେଙ୍ଗ ପଡ଼ିଆରେ ଡେଉଁଥିବା ବେଳେ ଗୋଟିଏ ଗଭୀର ଗାତରେ ପଡ଼ିଗଲେ। କଣ କଲେ? ବେଙ୍ଗ କେତେଟି ବେଙ୍ଗ ଥିଲେ? ଦୁଇଟି ବେଙ୍ଗ ପଡ଼ିଆରେ ଡେଉଁଥିବା ବେଳେ ଗୋଟେ ଗଭୀର ଗାତରେ ପଡ଼ିଗଲେ। ସେମାନେ ଗାତରୁ ଡିଆଁ ମାରି ବାହାରକୁ ଆସିବାକୁ ଚେଷ୍ଟା କଲେ, କିନ୍ତୁ ସଫଳ ହେଲେ ନାହିଁ। କାରଣ ଗାତଟା କଣ ଥିଲା? ବହୁତ ଗଭୀର ଥିଲା। ସେମାନେ ସାହାଯ୍ୟ ପାଇଁ ଲଢ଼ି କରିବାକୁ ଲାଗିଲେ ହେଲା। ସେମାନେ ସାହାଯ୍ୟ ପାଇଁ କଣ କଲେ? ମାନେ ଧରିବାକୁ ଚେଷ୍ଟା କଲେ। କେତେକ ବେଙ୍ଗ ଗାତ ପାଖରେ ବୁଲୁଥିଲେ। ତାଙ୍କ ସାଙ୍ଗ ମାନେ କେତେକ ବେଙ୍ଗ କଣ କରୁଥିଲେ? ସେଇ ଗାତ ପାଖରେ ବୁଲୁଥିଲେ। ସେମାନେ ଏମାନଙ୍କର ଲଢ଼ି ଶୁଣି ଗାତ ପାଖକୁ ଆସିଲେ। ସେମାନେ କାହାକୁ ବୁଝଉଛି? ବେଙ୍ଗ ମାନଙ୍କର ଲଢ଼ି ଶୁଣି ଗାତ ପାଖକୁ ଆସିଲେ। ଗଭୀର ଗାତକୁ ଦେଖିବା ପରେ ସେମାନେ ଭାବିଲେ କେହି ସେମାନଙ୍କୁ ରକ୍ଷା କରିପାରିବେ ନାହିଁ। ମାନେ ଏତେ ଗଭୀର ଥିଲା ସେ ଗାତଟା, ମାନେ ବେଙ୍ଗ ଦେଖି କଣ ଭାବିଲେ? ଏ ଗାତରୁ ଆମେ ବାହାର କରିପାରିବୁ ନାହିଁ, ବା କେହି ବି ବାହାର କରିପାରିବେ ନାହିଁ, ରକ୍ଷା କରିପାରିବେ ନାହିଁ ତାକୁ ହେଲା। ସେମାନେ ମଧ୍ୟ ସେ ଗାତ ଭିତରେ ପଡ଼ିଥିବା ଦୁହିଁକୁ କହିଲେ, ଗାତରେ ଏମିତି ଚିତ୍କାର କରି ତୁମ ଶକ୍ତି ନଷ୍ଟ କର ନାହିଁ। କିଏ କହିଲା ଏ କଥା? ତାଙ୍କ ଆଖପାଖରେ ଯେଉଁମାନେ ବେଙ୍ଗ ମାନେ ବୁଲୁଥିଲେ, ସେମାନେ ଗାତରେ ଥିବା ବେଙ୍ଗମାନଙ୍କୁ କଣ କହିଲେ? ନା ଗାତରେ ଏମିତି ଚିତ୍କାର କରି ତୁମ ଶକ୍ତି ନଷ୍ଟ କର ନାହିଁ ହେଲା, ତୁମର ମୃତ୍ୟୁ ନିଶ୍ଚିତ, ତାଙ୍କୁ କହିଲେ ବେଙ୍ଗ। ଏକଥା ଶୁଣି ଗାତ ଭିତରର ଗୋଟିଏ ବେଙ୍ଗ ଚେତା ହରାଇ ବସିଲା। ଯେତେବେଳେ ବେଙ୍ଗ କହିଲା କି କଣ କହିଲା? ତମର ମୃତ୍ୟୁ ହବ, ତେଣୁ ବେଙ୍ଗ ଶୁଣି କଣ ହରାଇ ବସିଲା? ଚେତା ହରାଇ ବସିଲା। କିନ୍ତୁ ଅନ୍ୟ ବେଙ୍ଗଟି ଅଦମ୍ୟ ଚେଷ୍ଟା କଲା ଆଉ ବାହାରକୁ ଡେଇଁ ପଡ଼ିଲା। ଯେତେବେଳେ ଯୋଉ ବେଙ୍ଗ କହିଲା କଣ କହିଲା? ତମେ ବାହାରକୁ ଆସିପାରିବ ନାହିଁ, ତମର ସେ ଗାତ ଭିତରେ କଣ ହବ? ମୃତ୍ୟୁ ହେଇଯିବ, ମରିଯିବ। ସେଠୁ ଗୋଟିଏ ବେଙ୍ଗ କଣ କଲା? ଚେତା ହରାଇ ପଡ଼ିଗଲା। କିନ୍ତୁ ଅନ୍ୟ ବେଙ୍ଗ ଚେଷ୍ଟା ଫଳରେ ବାହାରକୁ ଡେଇଁ ପଡ଼ିଲା। ବାହାର ବେଙ୍ଗମାନେ ପଚାରିଲେ, ତୁ ଏତେ ବିପଦପୂର୍ଣ୍ଣ କାର୍ଯ୍ୟର ସମ୍ମୁଖୀନ ହେଲୁ କେମିତି? ହେଲା, ଯେ ବାହାର ଯୋଉ ବେଙ୍ଗମାନେ ଥିଲେ, ସେମାନେ ଯୋଉ ମାନେ ଗାତରେ ଥିବା ବେଙ୍ଗ କଣ କଲା? ଉପରୁ ଯୋଉ ଆସିଥିଲା ତାକୁ କଣ ପଚାରିଲେ? ନା ତୁ ଏତେ ବିପଦପୂର୍ଣ୍ଣ କାର୍ଯ୍ୟର ସମ୍ମୁଖୀନ ହେଲୁ କେମିତି? ବେଙ୍ଗଟି କହିଲା, ମୁଁ ଭାବିଲି ତୁମେ ମାନେ ଉତ୍ସାହିତ କରୁଛ। ସେ ବେଙ୍ଗଟି କିନ୍ତୁ କାଲ ହେଲା। କାଲ କିଏ ଥିଲା? ଯେ ବାହାରକୁ ଆସିଲା ହେଲା, ସେ ଥିଲା କଣ? କାଲ। ଏବେ ଯୋଉ କେତୋଟି କୋଶ୍ଚିନ୍ କରିବି, ତମେ ତାର ଆନ୍ସର ଦେବ ହେଲା। କିଏ ଗଭୀର ଗାତରେ ପଡ଼ିଗଲା? ଗାତ ଭିତରୁ କେତୋଟି ବାହାରକୁ ବାହାରି ଆସିଲେ? ବାହାରକୁ ଆସିଲେ। କିଏ କହିଲା ତୁମ ଶକ୍ତି ନଷ୍ଟ କର ନାହିଁ? ବାହାରେ ଥିବା ବେଙ୍ଗ କାହାକୁ କହିଲା? ଗାତ ଭିତରେ ଥିବା ବେଙ୍ଗକୁ କହିଲା। କଣ କହିଲା? ନା ତୁମ ଶକ୍ତି ନଷ୍ଟ କର ନାହିଁ ହେଲା।